ଦୁଇ ଜଣ ସାଙ୍ଗ କଥା ହେଲେ ଆମେ ସମୁଦ୍ର କୂଳକୁ ଯିବା, ବଡ଼ ଶଙ୍ଖ ଖୋଜି ଆଣିବା। ବଡ଼ ଶଙ୍ଖ ପାଇଲେ ବଜାରରେ ବିକ୍ରି କରିବା, ବହୁତ ଦାମରେ ବିକ୍ରି କରିବା। ଦୁଇ ଜଣ କଥା ହେଇ ସମୁଦ୍ର କୂଳକୁ ଗଲେ। ପ୍ରଥମ ସାଙ୍ଗ ବଡ଼ ଶଙ୍ଖଟି ପାଇଲା, ତାକୁ ପାଖରେ ରଖିଲା। ଦ୍ୱିତୀୟ ସାଙ୍ଗ ବହୁତ ଖୋଜିଲା କିନ୍ତୁ ତାକୁ ଶଙ୍ଖ ମିଳିଲା ନାହିଁ। ତାକୁ ସବୁ ଛୋଟ ଶଙ୍ଖ ମିଳିଲା, କିନ୍ତୁ ସେ ଛୋଟ ଶଙ୍ଖକୁ ନ ରଖି ସବୁ ସମୁଦ୍ରକୁ ଫିଙ୍ଗିଦେଲା। ପ୍ରଥମ ସାଙ୍ଗ ବଡ଼ ଶଙ୍ଖଟିକୁ ରଖି ପୁଣି ଥରେ ଖୋଜିବାକୁ ଲାଗିଲା। ପୁଣି ସବୁ ଛୋଟ ଶଙ୍ଖ ସବୁ ପାଇଲା, ସେ ଶଙ୍ଖକୁ ସବୁ ରଖିଲା। କିନ୍ତୁ ଦ୍ୱିତୀୟ ସାଙ୍ଗ ଯେତେ ବି ଖୋଜିଲା ତାକୁ ବଡ଼ ଶଙ୍ଖ ମିଳିଲା ନାହିଁ, କିନ୍ତୁ ଛୋଟ ଶଙ୍ଖକୁ ସବୁ ଫୋପାଡ଼ି ଦେଉଥାଏ। ମନ ଦୁଃଖରେ ଫେରିଲା। ପ୍ରଥମ ସାଙ୍ଗ କହିଲା, ଚାଲ ଆମେ ଯିବା ବଜାରକୁ, ବିକ୍ରି କରିଦେବା ଶଙ୍ଖ ଯାହା ସବୁ ଅଛି। ଦୁଇ ଜଣ ସାଙ୍ଗ ହୋଇ ବଜାରକୁ ଗଲେ ଶଙ୍ଖ ବିକ୍ରି କରିବା ପାଇଁ। ବଡ଼ ଶଙ୍ଖର ମୂଲ୍ୟ 2000 ଟଙ୍କା ହେଲା। ଆଉ ସବୁ ଯେତିକ ଛୋଟ ଶଙ୍ଖ ତାହାର ମୂଲ୍ୟ 5000 ଟଙ୍କା ହେଲା। ଦ୍ୱିତୀୟ ସାଙ୍ଗ ଭାବିଲା, ଆରେ ମୁଁ ତ ସବୁ ଛୋଟ ଶଙ୍ଖକୁ ଫୋପାଡ଼ି ଦେଲି, କିନ୍ତୁ ଛୋଟ ଶଙ୍ଖର ଦାମ ଅଧିକା ହେଲା। ଆମେ ଏହି କାହାଣୀରୁ କ'ଣ ଶିଖିଲେ? ଯେକୌଣସି କାର୍ଯ୍ୟ କର ନା କାହିଁକି ଆଗେ ଛୋଟରୁ ବଡ଼ ହେବାକୁ ପଡ଼ିବ। କିନ୍ତୁ ଆମେମାନେ ବଡ଼ ଆଶା କରୁଛନ୍ତି। ଆମକୁ କଷ୍ଟ କରିବାକୁ ପଡ଼ିବ। କଷ୍ଟ ନ କଲେ ଆଗକୁ ବଢ଼ିପାରିବା ନାହିଁ। ଯେକୌଣସି କାମ କର ନା କାହିଁକି ଛୋଟ କାମରୁ ବଡ଼ ହୁଅନ୍ତୁ। ଥ୍ୟାଙ୍କ ୟୁ।